शान्ताकारं भुजगशयनं पद्मनाभं सुरेशं विश्वाधारं गगनसदृशं मेघवर्णं शोभाङ्गं लक्ष्मीकान्तं कमलनयनं योगिर्भिध्यानगम्यं वन्दे विष्णु भवभयहरं सर्वलोकैकनाथं। आज ହେଉଛି ପବିତ୍ର ଆମଲକି ବା ଅଁଳା ଏକାଦଶୀ। ଆସନ୍ତୁ ଶ୍ରବଣ କରିବା ଆମଲକି ଏକାଦଶୀ କଥା। ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ, ହେ ଶ୍ରୀକୃଷ୍ଣ, ମୋତେ ଦୟାପୂର୍ବକ ଫାଲ୍ଗୁନ ମାସ ଶୁକ୍ଲପକ୍ଷ ଏକାଦଶୀର ନାମ ଏବଂ ମାହାତ୍ମ୍ୟ ସମ୍ବନ୍ଧରେ କୁହନ୍ତୁ। ଭଗବାନ ଶ୍ରୀକୃଷ୍ଣ କହିଲେ, ମହାଭାଗ ଧର୍ମନନ୍ଦନ, ଫାଲ୍ଗୁନ ମାସ ଶୁକ୍ଲପକ୍ଷ ଏକାଦଶୀର ନାମ ଆମଲକି। ଏହି ପବିତ୍ର ବ୍ରତ ବିଷ୍ଣୁଲୋକ ପ୍ରାପ୍ତି କରାଏ। ରାଜା ମାନ୍ଧାତା ମଧ୍ୟ ମହାତ୍ମା ବଶିଷ୍ଠଙ୍କୁ ଏହି ପ୍ରକାର ପ୍ରଶ୍ନ ପଚାରିଥିଲେ ଏବଂ ଏହାର ପ୍ରତ୍ୟୁତ୍ତରେ ବଶିଷ୍ଠ କହିଥିଲେ, ମହାଭାଗ, ଭଗବାନ ବିଷ୍ଣୁ ଛେପ ପକାଇବାରୁ ତାଙ୍କ ମୁଖରୁ ଚନ୍ଦ୍ରମା ସମାନ କାନ୍ତିମାନ ଏକ ବିନ୍ଦୁ ପ୍ରକଟ ହୋଇ ପୃଥିବୀ ପୃଷ୍ଠରେ ପଡ଼ିଲା। ଏଥିରୁ ମହାନ ଆମଲକ ଅର୍ଥାତ୍ ଅଁଳା ବୃକ୍ଷ ଉତ୍ପନ୍ନ ହେଲା, ଯାହାକୁ ସମସ୍ତ ବୃକ୍ଷର ଆଦିଭୂତ କୁହାଯାଇଥାଏ। ସେହି ସମୟରେ ଜୀବଜଗତର ସୃଷ୍ଟି ନିମନ୍ତେ ଭଗବାନ ବ୍ରହ୍ମାଙ୍କୁ ଉତ୍ପନ୍ନ କଲେ ଏବଂ ବ୍ରହ୍ମା ଦେବ, ଦାନବ, ଗନ୍ଧର୍ବ, ଯକ୍ଷ, ରାକ୍ଷସ, ନାଗ ତଥା ନିର୍ମଳ ଅନ୍ତଃକରଣଧାରୀ ମହର୍ଷିଗଣଙ୍କୁ ସୃଷ୍ଟି କଲେ। ଏମାନଙ୍କ ମଧ୍ୟରୁ ଦେବତା ଓ ଋଷିଗଣ ସେହି ସ୍ଥାନକୁ ଆସିଲେ ଯେଉଁଠି ବିଷ୍ଣୁପ୍ରିୟ ଆମଲକ ବା ଅଁଳା ବୃକ୍ଷ ହୋଇଥିଲା। ମହାଭାଗ, ଏହି ବୃକ୍ଷକୁ ଦେଖି ଦେବତାମାନେ ବଡ଼ ବିସ୍ମିତ ହେଲେ, କାରଣ ଏହି ବୃକ୍ଷ ବିଷୟରେ ସେମାନେ ଆଗରୁ କିଛି ଜାଣିନଥିଲେ। ସେମାନଙ୍କୁ ଏହିପରି ବିସ୍ମିତ ହେବା ଦେଖି ଆକାଶବାଣୀ ହେଲା, ମହର୍ଷିଗଣ, ଏହା ସର୍ବଶ୍ରେଷ୍ଠ ଅଁଳା ବୃକ୍ଷ, ଯାହା ବିଷ୍ଣୁଙ୍କ ଅତି ପ୍ରିୟ। ଏହାର ସ୍ମରଣ ମାତ୍ରେ ଗୋଦାନର ଫଳ ପ୍ରାପ୍ତି ହୁଏ। ସ୍ପର୍ଶ କଲେ ଏହାର 2 ଗୁଣା ଏବଂ ଫଳ ଭକ୍ଷଣ କଲେ 3 ଗୁଣା ପୁଣ୍ୟ ପ୍ରାପ୍ତ ହୋଇଥାଏ। ଏହା ସର୍ବ ପାପହାରିଣୀ ବୈଷ୍ଣବ ବୃକ୍ଷ। ଏହାର ମୂଳରେ ବିଷ୍ଣୁ, ତାଠାରୁ ଟିକିଏ ଉପରେ ବ୍ରହ୍ମା, ସ୍କନ୍ଧରେ ପରମେଶ୍ୱର ଭଗବାନ ରୁଦ୍ର ତଥା ଶାଖାରେ ମୁନି, ପ୍ରଶାଖାରେ ଦେବତା, ପତ୍ରରେ ବସୁ, ଫୁଲରେ ମରୁଦ୍ଗଣ ତଥା ଫଳରେ ସମସ୍ତ ପ୍ରଜାପତି ନିବାସ କରନ୍ତି। ଅଁଳା ସର୍ବଦେବମୟ, ଏଣୁ ବିଷ୍ଣୁଭକ୍ତ ପୁରୁଷଙ୍କ ପାଇଁ ଏହା ପରମ ପୂଜ୍ୟ। ଏଣୁ ସଦା ପ୍ରଯତ୍ନପୂର୍ବକ ଅଁଳା ସେବନ କରିବା ଉଚିତ। ଋଷିଗଣ କହିଲେ, ଆପଣ କିଏ? ଦେବତା ନା ଅନ୍ୟ କିଏ? ଆମକୁ ଠିକ୍ ଠିକ୍ କୁହନ୍ତୁ। ପୁଣି ଆକାଶବାଣୀ ହେଲା, ଯିଏ ସମ୍ପୂର୍ଣ୍ଣ ଭୂତର କର୍ତ୍ତା ଏବଂ ସମସ୍ତ ଭୁବନର ସ୍ରଷ୍ଟା, ବିଦ୍ୱାନ ପୁରୁଷ ମଧ୍ୟ ଅତି କଷ୍ଟରେ ଯାହାର ଦର୍ଶନ ପାଇଥାନ୍ତି, ମୁଁ ସେହି ସନାତନ ବିଷ୍ଣୁ। ଦେବାଧିଦେବ ଭଗବାନ ବିଷ୍ଣୁଙ୍କ ଏହି କଥା ଶୁଣି ଋଷିଗଣ ଭଗବାନଙ୍କୁ ସ୍ତୁତି କରିବାକୁ ଲାଗିଲେ। ଏଥିରେ ଭଗବାନ ଶ୍ରୀହରି ସନ୍ତୁଷ୍ଟ ହେଲେ ଏବଂ କହିଲେ, ମହର୍ଷିଗଣ, ତୁମକୁ କେଉଁ ଅଭୀଷ୍ଟ ବରଦାନ ଦେବି? ଋଷିଗଣ କହିଲେ, ହେ ଭଗବାନ, ଯଦି ଆପଣ ଆମ ଉପରେ ସନ୍ତୁଷ୍ଟ, ତେବେ ଆମ୍ଭମାନଙ୍କ ହିତ ପାଇଁ ଏଭଳି କୌଣସି ବ୍ରତ କୁହନ୍ତୁ, ଯାହା ସ୍ୱର୍ଗ ଓ ମୋକ୍ଷ ରୂପୀ ଫଳ ପ୍ରଦାନ କରିବାକୁ ସମର୍ଥ। ଶ୍ରୀ ବିଷ୍ଣୁ କହିଲେ, ମହର୍ଷିଗଣ, ଫାଲ୍ଗୁନ ମାସ ଶୁକ୍ଲପକ୍ଷର ଯଦି ପୁଷ୍ୟ ନକ୍ଷତ୍ରଯୁକ୍ତ ଏକାଦଶୀ ପଡ଼େ, ତେବେ ଏହା ଅତି ପୁଣ୍ୟଦାୟୀ ଓ ମହାପାତକ ନାଶିନୀ। ଏହି ଦିନ ଅଁଳା ବୃକ୍ଷ ପାଖକୁ ଯାଇ ସେଠାରେ ରାତିରେ ଜାଗରଣ କରିବା ଉଚିତ। ଏହାଦ୍ୱାରା ମନୁଷ୍ୟ ସମସ୍ତ ପାପରୁ ମୁକ୍ତ ହୋଇଯାଏ ଏବଂ ସହସ୍ର ଗୋଦାନର ଫଳ ଲାଭ ହୁଏ। ବିପ୍ରଗଣ, ମୁଁ ତୁମ୍ଭମାନଙ୍କୁ ଯେଉଁ ବ୍ରତ ବିଷୟରେ କହିଲି, ତାହା ସମସ୍ତ ବ୍ରତ ମଧ୍ୟରେ ଉତ୍ତମ। ଋଷିମାନେ କହିଲେ, ହେ ଭଗବାନ, ଏହି ବ୍ରତର ବିଧି କୁହନ୍ତୁ। ଏହାର ଦେବତା ଓ ମନ୍ତ୍ର କ'ଣ? ପୂଜନ ବିଧି କିପରି? ସେହି ସମୟରେ ସ୍ନାନ ଓ ଦାନ କିପରି କରାଯାଏ? ଭଗବାନ କହିଲେ, ଦ୍ୱିଜବର, ପ୍ରାତଃ କାଳରେ ଦାନ୍ତ ଘଷି ସାରି ସଂକଳ୍ପ କରିବେ ଯେ, ହେ ପୁଣ୍ଡରୀକାକ୍ଷ, ହେ ଅଚ୍ୟୁତ, ମୁଁ ଏକାଦଶୀ ଦିନ ନିରାହାର ରହି ପରଦିନ ଭୋଜନ କରିବି। ଆପଣ ମୋତେ ଶରଣରେ ରଖନ୍ତୁ। ଏହିଭଳି ସଂକଳ୍ପ ନେବା ପରେ ପତିତ, ଚୋର, ପାଖଣ୍ଡୀ, ଦୁରାଚାରୀ, ଗୁରୁପତ୍ନୀଗାମୀ ତଥା ମର୍ଯ୍ୟାଦା ଭଙ୍ଗକାରୀ ମନୁଷ୍ୟ ସହିତ
କଥାବାର୍ତ୍ତା କରିବେ ନାହିଁ। ମନକୁ ବଶୀଭୂତ କରି ରଖି ନଦୀ, ପୋଖରୀ, କୂଅ ଅଥବା ତ ଘରେ ସ୍ନାନ କରିବେ। ସ୍ନାନ ପୂର୍ବରୁ ଶରୀରରେ ମାଟି ଲଗାଇବେ। ଅଶ୍ୱକ୍ରାନ୍ତେ ରଥକ୍ରାନ୍ତେ ବିଷ୍ଣୁକ୍ରାନ୍ତେ ବସୁନ୍ଧରେ ମୂର୍ତ୍ତିକେ ହରମେ ପାପଂ ଜନ୍ମ କୋଟ୍ୟାଂ ସମର୍ଚିତମ୍। ଏହି ମନ୍ତ୍ର କହି ମାଟି ଲଗାଇବେ। ହେ ବସୁନ୍ଧରା, ତୁମ ଉପରେ ଅଶ୍ୱ ଓ ରଥ ଚାଲନ୍ତି ତଥା ବାମନ ଅବତାର ସମୟରେ ଭଗବାନ ବିଷ୍ଣୁ ମଧ୍ୟ ତୁମକୁ ନିଜର ପାଦରେ ମାପିଥିଲେ। ହେ ମୂର୍ତ୍ତିକା, ମୁଁ କୋଟି ଜନ୍ମରେ ଯେଉଁ ପାପ କରିଛି ମୋର ସେହି ପାପ ସମୂହକୁ ହରଣ କରିନିଅ। ସ୍ନାନ ମନ୍ତ୍ର। ତ୍ୱଂ ମାତଃ ସର୍ବଭୂତାନାଂ ଜୀବନଂ ତତୁରକ୍ଷକମ୍ ସେଦୋଜଦ୍ଭି ଜଳାତୀନାଂ ରସାନାଂ ପତୟେ ନମଃ। ସ୍ନାତୋହଂ ସର୍ବତୀର୍ଥେଷୁ ହ୍ରଦପ୍ରସବଣେଷୁ च ନଦୀଷୁ ଦେବଖାତେଷୁ ଇଦଂ ସ୍ନାନଂ ତୁମେ ଭବେତ୍। ହେ ଜଳର ଅଧିଷ୍ଠାତ୍ରୀ ଦେବୀ ମାତା, ତୁମେ ସମ୍ପୂର୍ଣ୍ଣ ଭୂତ ପାଇଁ ଜୀବନ ସ୍ୱରୂପ। ସେହି ଜୀବନ ସମସ୍ତ ସ୍ୱେଦଜ ଓ ଉଦ୍ଭିଦ ଜାତୀୟ ଜୀବର ମଧ୍ୟ ରକ୍ଷକ। ତୁମେ ରସର ସ୍ୱାମିନୀ, ତୁମକୁ ନମସ୍କାର। ଆଜି ମୁଁ ସମ୍ପୂର୍ଣ୍ଣ ତୀର୍ଥ, କୁଣ୍ଡ, ଝରଣା, ନଦୀ ଓ ଦେବ ସମ୍ବନ୍ଧୀ ସରୋବରରେ ସ୍ନାନ କରିଛି। ମୋର ଏହି ସ୍ନାନ ଉକ୍ତ ସମସ୍ତ ସ୍ନାନର ଫଳପ୍ରଦାୟକ ହେଉ। ବିଦ୍ୱାନ ପୁରୁଷ ନିଜର ସାମର୍ଥ୍ୟ ଓ ଧନ ମୁତାବକ 1 ବା ଅଧା ଗ୍ରାମ ଓଜନର ପରଶୁରାମଙ୍କ ସୁନାର ପ୍ରତିମା ତିଆରି କରିବେ। ସ୍ନାନ ପରେ ଘରକୁ ଆସି ପୂଜା ଓ ହୋମ କରିବେ। ଏହାପରେ ସମସ୍ତ ପ୍ରକାର ସାମଗ୍ରୀ ନେଇ ଅଁଳା ବୃକ୍ଷ ପାଖକୁ ଯିବେ। ସେଠାରେ ବୃକ୍ଷର ଚାରିପାଖକୁ ଝାଡ଼ୁ ମାରି ଲିପାପୋଛା କରି ଶୁଦ୍ଧ କରିବେ। ସେହି ଶୁଦ୍ଧ ଭୂମି ଉପରେ ମନ୍ତ୍ରପାଠ ପୂର୍ବକ ଜଳପୂର୍ଣ୍ଣ ନୂଆ କଳସ ସ୍ଥାପନା କରିବେ। କଳସରେ ପଞ୍ଚରତ୍ନ ଏବଂ ଦିବ୍ୟଗନ୍ଧ ଆଦି ସିଞ୍ଚନ କରିବେ। ଶ୍ଵେତ ଚନ୍ଦନରେ ତାକୁ ଲେପନ କରିବେ। ତା କଣ୍ଠରେ ଫୁଲମାଳା ପିନ୍ଧାଇବେ। ସମସ୍ତ ପ୍ରକାର ଧୂପ ଝୁଣାର ସୁଗନ୍ଧରେ ସୁଗନ୍ଧିତ କରିବେ। ଜଳୁଥିବା ଦୀପଗୁଡ଼ିକୁ ଧାଡ଼ିରେ ସଜେଇ ରଖିବେ। ଏହାର ତାତ୍ପର୍ଯ୍ୟ ହେଉଛି ସବୁ ଦିଗରୁ ଯେପରି ସୁନ୍ଦର ଓ ମନୋହର ବାତାବରଣ ସୃଷ୍ଟି ହେବ। ପୂଜା ନିମନ୍ତେ ନୂଆ ଛତା, ଜୋତା ଓ ବସ୍ତ୍ର ମଧ୍ୟ ମଗାଇ ରଖିବେ। କଳସ ଉପରେ ଗୋଟିଏ ପାତ୍ର ରଖି ସେଥିରେ ଉତ୍ତମ ଚାଉଳ ଭରିଦେବେ। ପୁଣି ତା ଉପରେ ପରଶୁରାମଙ୍କର ସୁବର୍ଣ୍ଣ ମୂର୍ତ୍ତି ସ୍ଥାପନ କରିବେ। ବିଶ୍ୱକାୟ ନମଃ କହି ତାଙ୍କ ଚରଣ, ବିଶ୍ୱରୂପିଣେ ନମଃ କହି 2 ଆଣ୍ଠୁ, ଉଗ୍ରାୟ ନମଃ କହି ଜଙ୍ଘ, ଦାମୋଦରାୟ ନମଃ କହି ଅଣ୍ଟା, ପଦ୍ମନାଭାୟ ନମଃ କହି ଉଦର, ଶ୍ରୀ ବସ୍ତ୍ରଧାରିଣେ ନମଃ କହି ବକ୍ଷସ୍ଥଳ, ଚକ୍ରିଣେ ନମଃ କହି ବାମ ବାହୁ, ଗଦିନେ ନମଃ କହି ଡାହାଣ ବାହୁ, ବୈକୁଣ୍ଠାୟ ନମଃ କହି କଣ୍ଠ, ଯଜ୍ଞମୁଖାୟ ନମଃ କହି ମୁଖ, ବିଶ୍ୱକନିଧୟେ ନମଃ କହି ନାକ, ବାସୁଦେବାୟ ନମଃ କହି ଆଖି, ବାମନାୟ ନମଃ କହି ଲଲାଟ, ସର୍ବାତ୍ମନେ ନମଃ କହି ସମ୍ପୂର୍ଣ୍ଣ ଅଙ୍ଗ ତଥା ମସ୍ତକର ପୂଜା କରିବେ। ଏହା ହିଁ ପୂଜାର ମନ୍ତ୍ର। ତାପରେ ଭକ୍ତିଯୁକ୍ତ ଚିତ୍ତରେ ଶୁଦ୍ଧ ଫଳ ଦ୍ୱାରା ଦେବାଧିଦେବ ପରଶୁରାମଙ୍କୁ ଅର୍ଘ୍ୟ ପ୍ରଦାନ କରିବେ। ଅର୍ଘ୍ୟ ପ୍ରଦାନ କରିବାର ମନ୍ତ୍ର ହେଲା ନମସ୍ତେ ଦେବଦେବେଶ ଜାମଦଗ୍ନ୍ୟ ନମସ୍ତୁତେ ଗୃହାଣାର୍ଘ୍ୟ ମିମଂ ଦତ୍ତ ମାମଲକ୍ଷ୍ୟା ଯୁତଂ ହରେ। ହେ ଦେବଦେବେଶ୍ୱର ଯମଦଗ୍ନି ନନ୍ଦନ ଶ୍ରୀ ବିଷ୍ଣୁ ସ୍ୱରୂପ ପରଶୁରାମ, ଆପଣଙ୍କୁ ନମସ୍କାର। ଅଁଳା ଫଳ ସହିତ ପ୍ରଦାନ କରାହୋଇଥିବା ମୋର ଏହି ଅର୍ଘ୍ୟ ସ୍ୱୀକାର କରନ୍ତୁ। ତାପରେ ଭକ୍ତିଯୁକ୍ତ ଚିତ୍ତରେ ଜାଗରଣ କରିବେ। ନୃତ୍ୟ, ସଙ୍ଗୀତ, ବାଦ୍ୟ, ଧାର୍ମିକ ଉପାଖ୍ୟାନ ତଥା ଶ୍ରୀ ବିଷ୍ଣୁ ସମ୍ବନ୍ଧୀୟ କଥାବାର୍ତ୍ତା ଦ୍ୱାରା ସେ ରାତିଟି ବିତାଇବେ। ଏହାପରେ ଭଗବାନ ବିଷ୍ଣୁଙ୍କ ନାମ ନେଇ ଅଁଳା ଗଛକୁ 108 ଅଥବା 28 ଥର ପରିକ୍ରମା କରିବେ। ତାପରେ ସକାଳେ ହେଲେ ଶ୍ରୀହରିଙ୍କର ଆରତି କରିବେ। ବ୍ରାହ୍ମଣକୁ ପୂଜା କରି ସେଠାରେ ଥିବା ସମସ୍ତ ସାମଗ୍ରୀକୁ ତାଙ୍କୁ ନିବେଦିତ କରିବେ। ପରଶୁରାମଙ୍କ କଳସ, 2ଟି ବସ୍ତ୍ର, ଜୋତା ଆଦି ସମସ୍ତ ବସ୍ତୁ ଦାନ କରିଦେବେ ଏବଂ ଏପରି ଭାବନା କରିବେ ଯେ ପରଶୁରାମଙ୍କ ସ୍ୱରୂପରେ ଭଗବାନ ବିଷ୍ଣୁ ମୋ ଉପରେ ପ୍ରସନ୍ନ ହୁଅନ୍ତୁ। ତାପରେ ଅଁଳା ଗଛକୁ ସ୍ପର୍ଶ କରି ତାହାର ଚତୁଃପାର୍ଶ୍ୱରେ ପ୍ରଦକ୍ଷିଣା କରିବେ ଏବଂ ସ୍ନାନ କରିବା ପରେ ବିଧିପୂର୍ବକ ବ୍ରାହ୍ମଣଙ୍କୁ ଭୋଜନ କରାଇବେ। ତାପରେ କୁଟୁମ୍ବୀ ଜନଙ୍କ ସାଥିରେ ବସି ସ୍ୱୟଂ ମଧ୍ୟ ଭୋଜନ କରିବେ। ସମ୍ପୂର୍ଣ୍ଣ ତୀର୍ଥ ସେବନରୁ ଯେଉଁ ଫଳ ପ୍ରାପ୍ତ ହୁଏ ତଥା ସମସ୍ତ ପ୍ରକାର ଦାନ ଦେବା ଦ୍ୱାରା ଯେଉଁ ଫଳ ଲାଭ ହୁଏ ସେସବୁ ଉପରୋକ୍ତ ବିଧି ପାଳନ କରିବା ଦ୍ୱାରା ସୁଲଭ ହୋଇଥାଏ। ସମସ୍ତ ଯଜ୍ଞ ଅପେକ୍ଷା ଅଧିକ ଫଳ ମଧ୍ୟ ମିଳିଥାଏ।
ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଏହି ବ୍ରତ ସବୁ ବ୍ରତ ମଧ୍ୟରେ ଉତ୍ତମ। ଋଷି ବଶିଷ୍ଠ କହିଲେ, ମହାରାଜ, ଏତିକି କହି ଦେବେଶ୍ୱର ଭଗବାନ ବିଷ୍ଣୁ ସେଠାରେ ଅନ୍ତର୍ଦ୍ଧାନ ହୋଇଗଲେ। ତାପରେ ଏହି ସମସ୍ତ ମହର୍ଷିଗଣ ଉକ୍ତ ବ୍ରତ ବିଧିପୂର୍ବକ ପାଳନ କଲେ। ନୃପଶ୍ରେଷ୍ଠ, ସେହିପରି ତୁମେ ମଧ୍ୟ ଏହି ବ୍ରତର ଅନୁଷ୍ଠାନ କରିବା ଉଚିତ। ଶ୍ରୀ ଭଗବାନ ବିଷ୍ଣୁ କହିଲେ, ଯୁଧିଷ୍ଠିର, ଏହି ଅଜେୟ ବ୍ରତ ମନୁଷ୍ୟକୁ ସବୁ ପାପରୁ ମୁକ୍ତ କରିଥାଏ। ଅଷ୍ଟମ ଅଧ୍ୟାୟ। ଯୁଧିଷ୍ଠିର ଉବାଚ। କହନ୍ତି ରାଜା ଯୁଧିଷ୍ଠିର, ଶୁଣ ହେ ପ୍ରଭୁ ଦାମୋଦର, ମାସକୁ ମାସ ଦୁଇ ମିଶି ବିଷ୍ଣୁଙ୍କୁ ହେଲା 24। ଏକାଦଶୀ ମାନଙ୍କର ନକ୍ଷତ୍ର ଯୋଗ ସିଦ୍ଧିକର, ନକ୍ଷତ୍ର ଯୋଗ ଜନ୍ୟ ଭେଦ, କହିବା ମୋତେ ହେ ଗୋବିନ୍ଦ। ଫାଲ୍ଗୁନ ଶୁକ୍ଳ ଏକାଦଶୀ, ନାମ ମହିମା ବିଧି ମିଶି, ପ୍ରକାଶ କରି ଦାମୋଦର, ହେଉ ମୋ ମାନସ ସୁସ୍ଥିର। ଶ୍ରୀକୃଷ୍ଣ ଉବାଚ। କୃଷ୍ଣ କହନ୍ତି ଯୁଧିଷ୍ଠିର, ପୃଷ୍ଠେ ପ୍ରଶ୍ନ ମାନ୍ଧାତାର, ବଶିଷ୍ଠ ଯାହା କହିଛନ୍ତି, କହିବୁ ସମ୍ବାଦ ନୃପତି। ମାନ୍ଧାତା ଉବାଚ। ପ୍ରୟାସ ଏକାଦଶୀ ମାନେ, ଶ୍ରବଣ ପୁଣ୍ୟ ଫଳ ଦାନେ, ନକ୍ଷତ୍ର ଯୋଗ ତାହାଙ୍କର, ଯେ ନାମ ଯେ ପୁଣ୍ୟ ବ୍ୟବହାର। କହନ୍ତି ଅରୁନ୍ଧତୀ ପତି, ଯେ ରୂପେ ହେବ ଚିତ୍ତ ତୃପ୍ତି। ଶୁକ୍ଳ ପକ୍ଷର ଏକାଦଶୀ, ପୁନର୍ବସୁର ସଙ୍ଗେ ମିଶି, ତା ନାମ ଜୟା ବୋଲି ଖ୍ୟାତ, ତିଥି ମାନଙ୍କେ ସେ ବିଖ୍ୟାତ। ଦିଅଇ ଯଜ୍ଞ କର୍ମ ଫଳ, ପାପରୁ କରଇ ଉଦ୍ଧାର। ଯେଥି ଉପବାସ କରେ, ଦୁସ୍ତର ପାପରୁ ସେ ତରେ। ଶ୍ରାବଣ ଶୁକ୍ଳ ଦ୍ୱାଦଶୀର, ଯେବେ ହୁଅଇ ସୌଭାଗ୍ୟର, ସେ ଏକାଦଶୀ ହେ ମାନ୍ଧାତ, ବିଜୟ ନାମରେ ବିଖ୍ୟାତ। ଏଥିରେ ସ୍ନାନ ତୀର୍ଥ ସ୍ଥାନ, ଦାନ ସହସ୍ର ଗୁଣମାନ, ଦ୍ୱିଜ ଭୋଜନ ଯଜ୍ଞ ହୋମ, ସହସ୍ର ପୁଣ୍ୟ ଫଳ କ୍ଷମ। ରୋହିଣୀ ଶୁକ୍ଳ ଦ୍ୱାଦଶୀରେ, ଯେବେ ପଡ଼ିଲା ଭାଗ୍ୟ ଭରେ, ସେ ଏକାଦଶୀ ଜୟନ୍ତୀରେ, ଖ୍ୟାତ ହେଲେ ଜଗତରେ। ଏ ସର୍ବ ପାପ ଭାରା ତିଥି, ସମସ୍ତ ପୁଣ୍ୟେ ଯାଅ ତିଥି। ଏଥିରେ ଗୋବିନ୍ଦ ଅର୍ଚ୍ଚନ, ଶପଥ ଜନ୍ମ ପାପ ମାନ, ସେ ପାପ ଅଳ୍ପ ବା ବହୁ, ନାଶ କରନ୍ତି ମହାବାହୁ। ଶୁକ୍ଳ ଦ୍ୱାଦଶୀ ପୁଷ୍ୟା ଯୋଗ, ଯେବେ ପଡ଼ିଲା ଏ ସୁଯୋଗ, ଏ ଅତି ପୁଣ୍ୟ ଏକାଦଶୀ, ପାପନାଶିନୀ ନାମେ ଭାସି। ବର୍ଷେ ପର୍ଯ୍ୟନ୍ତେ ଯେହୁ କରେ, ନିଜ ପ୍ରସ୍ଥକୁ ଦାନ କରେ। ଯେଥି କରେ ଉପବାସ, ଦୁହିଁଙ୍କ ସୁକୃତ ସଦୃଶ, ସଗର ଧୁନ୍ଧୁମାର ଗାଧି, ଏଥିରେ କୃଷ୍ଣଙ୍କୁ ଆରାଧି।
ପୃଥିରେ ହେଲେ ଚକ୍ରବର୍ତ୍ତୀ, ପାଇଲେ ଯୁଦ୍ଧେ ଦାନ କୀର୍ତ୍ତି। କାୟିକ ବାଚନିକ ଆଦି, ଯେ ପାପ ସପ୍ତା ଜନ୍ମାବଧି, ତହିଁରୁ ମୁକ୍ତ ସେ ହୋଇ, ସ୍ୱର୍ଗରେ ନିବାସ କରଇ। ଯେ ପୂଷା ଯୁକ୍ତ ଏକାଦଶୀ, ସେବଇ ହୋଇ ଉପବାସୀ, ସେ ଅଶ୍ୱମେଧ ସହସ୍ରର, ଫଳକୁ ପାଏ ନିକର। ସ୍ୱାଧ୍ୟାୟ ଜପ ଦେବାର୍ଚ୍ଚନ, ଅଥବା ହୋମ ସ୍ନାନ ଦାନ, ଯେ କିଛି ଏ ଦିନ ଆଚରି, ସେ ସର୍ବକ୍ଷୟର ପରି। ସର୍ବଦା ଫଳ କାମୀ ମାନେ, କରିବେ ବ୍ରତ ନିୟମେ। ଫାଲ୍ଗୁନ ଶୁକ୍ଳ ଏକାଦଶୀ, ନାମରେ ଆମଳକି ଭାସି। ଯହିଁରେ କୃତ୍ୟ ପୁଣ୍ୟ ଭେଦ, ଶ୍ରୀକୃଷ୍ଣ ଲୋକ ଫଳପ୍ରଦ। ଜାଗ୍ରତ ହୋଇ ରାତ୍ର କାଳେ, ଜାଗଇ ଆମଲକି ମୂଳେ। ଧେନୁ ସହସ୍ର ଦାନ ଫଳେ, ମିଳେ ଶ୍ରୀକୃଷ୍ଣ ପାଦ ତଳେ। ମାନ୍ଧାତା ଉବାଚ ଉତ୍ପନ୍ନ କଦା ଆମଳକି, ଏଡ଼େ ପ୍ରଭାତ ବଢ଼ିଏ କି। କହିବା ସର୍ବଶେଷ ମୁନି, କୌତୁକ ଜାତ ହେଲା ମନେ। ପବିତ୍ର କେଉଁ ହେତୁ ଏହି, କେଉଁ ହେତୁରୁ ପାପ ଏହି। କିପାଇଁ ମୂଳେ ଜାଗରଣ, ଧେନୁ ସହସ୍ର ଗୁଣମାନ। ବଶିଷ୍ଠ ଉବାଚ ମାନ୍ଧାତା ପଚାରନ୍ତେ ମୁନି, କହନ୍ତି ବେଦ ବିଧି ଘେନି। ଯେମନ୍ତେ ପୃଥିରେ ଜାତ, କହିବା ଶୁଣ ହେ ମାନ୍ଧାତ। ଏ ଆମଳକି ମହାବୃକ୍ଷ, ସକଳ ପାପ କ୍ଷୟ ଦକ୍ଷ। ପୂର୍ବେ ଯେ ସ୍ଥାବର ଜଙ୍ଗମ, ହୁଅନ୍ତେ କାର୍ଣ୍ଣବୋପମ। ଦେବତା ଉଗର ରାକ୍ଷସ, ଏ ସର୍ବେ ଅନ୍ୟ ହେଲେ ନାଶ। ତହିଁରେ ଦେବାଧି ପ୍ରବେଶ, ପରମ ଆତ୍ମା ନିତ୍ୟ ଶେଷ। ଗଲେ ପରମ ବ୍ରହ୍ମ ଭେଦ, ଅବ୍ୟୟ ଆପଣାର ପଦ। ହୁଅନ୍ତେ ପ୍ରଭୁ ବ୍ରହ୍ମଗତ, ମୁଖରୁ ବ୍ରହ୍ମା ହେଲେ ଜାତ। ଶ୍ରୀବନ ଏକ ବିନ୍ଦୁ ଜାତ, ସେ ହେଲା ଭୂମି ନିପତିତ। ଜାନ ହେ ଧାତ୍ରୀ ମହାଗୁରୁ, ଜନ୍ମିଲା ଶ୍ରୀବନ ତନୁରୁ। ଶାଖା ପ୍ରଶାଖା ହୋଇ ବଢ଼ି, ଫଳର ଭାରେ ନଇଁ ପଡ଼ି। ସେ ବୃକ୍ଷ ମାନଙ୍କର ଆଦି, କାରଣ ରୂପେ ପ୍ରତିପାଦି। ବ୍ରହ୍ମା ତହିଁରୁ ସୃଷ୍ଟି କଲେ, ସ୍ଥାବର ଜଙ୍ଗମ ସର୍ଜିଲେ। ଗନ୍ଧର୍ବ ଯକ୍ଷ ରକ୍ଷଗଣ, ଦେବଦାନବ ଯବମାନ। ଯେ ଋଷିଗଣ ଅନ୍ୟ ଜାଣ, ସର୍ଜନା କଲେଣି ଜାଣ। ଏହର ପ୍ରିୟା ଧାତ୍ରୀ ବୃକ୍ଷ, ହେଲେ ସେ ସ୍ଥାନରୁ ପ୍ରତ୍ୟକ୍ଷ। ସେଠାରୁ ଦେବତାଏ ଆସି, ଦେଖିଣ ବହୁତ ପ୍ରଶଂସି।
ଅଦୃଷ୍ଟକର ହେତୁ ଦେବେ ରହିଲେ ସୁବିସ୍ମିତ ଭାବେ। ଦେଖି ବିସ୍ମୟ ଦେବଙ୍କର ଶୁଭିଲା ବାଣୀ ଅଗୋଚର। ଏହା ମଲକି ନରୋତ୍ତମ ବିଷ୍ଣୁଙ୍କ ଠାରୁ ଏ ଉତ୍ପନ୍ନ। ଯାହାର ନାମକୁ ଶୁଣିଲେ ବଦାନ ଦେବା ଫଳ ମିଳେ। ଯାହାକୁ ଛୁଇଁଲେ ଦ୍ୱିଗୁଣ ଭଖିଲେ ଫଳ ତିନି ଗୁଣ। ଜାଣ ହେ ଆମର କି ପୂଜା କର୍ତ୍ତବ୍ୟ ଯେଣୁ ଏ ବିଷ୍ଣୁଜା। ତ୍ରିବିଧ ପାତକ ନାଶିନୀ ସର୍ବସାତ୍ତ୍ୱିକ ପୁଣ୍ୟଦାନୀ। ଯାହାର ମୂଳେ ବିଷ୍ଣୁଦେବ ଊର୍ଦ୍ଧ୍ୱେ ବିଧାତେ ସ୍କନ୍ଧେ ଶିବ। ଶାଖା ମାନକେ ମୁନିମାନେ ପ୍ରଶାଖେ ସ୍ଥିତ ସ୍ୱର୍ଗଜନେ। ଯାହାର ପୁଣ୍ୟେ ଦେବ ଜାନେ ପୁଷ୍ପରେ ଅଛନ୍ତି ପବନେ। ଫଳ ମାନକେ ପ୍ରଜାପତି ତେଣୁ ଏ ଦେବ ମଧ୍ୟ ଧାତ୍ରୀ। ଯେଣୁ ଏ ପୂଜ୍ୟତ ମନରେ ବିଶେଷ ବୈଷ୍ଣବ ଜନରେ। ଏ ରୂପେ ଅଶରୀରୀ ବାଣୀ ଶୁଣିଏ ଋଷିମାନେ ଭଳି। ଦେବତା ଅବା ଦେବ ଯୋନି କିଏ ଆପଣ କହ ଜ୍ଞାନୀ। ବାଗୁବାଚ କହନ୍ତି ଅଶରୀରୀ ବାଣୀ ଋଷିମାନଙ୍କୁ ପରିମାଣି। ଏ ଚତୁର୍ଦ୍ଦଶ ଭୁବନର ଯେ ହର୍ତ୍ତା କର୍ତ୍ତା ଅଧୀଶ୍ୱର। ସେ ସନାତନ ବିଷ୍ଣୁ ମୋହି ବିସ୍ମୟ ଦେଖି କହିଲାଇ। ଶୁଣିଏ ପ୍ରିୟକର ବାଣୀ ସାକ୍ଷାତ ବିଷ୍ଣୁ କରି ଜାଣି। ଆନନ୍ଦେ ବ୍ରହ୍ମାଙ୍କର ହୋଏ ସ୍ତୁତି କରଣେ ବ୍ୟଗ୍ର ହୋଏ। ଋଷିରୁବାଚ ଦେଖି ସାକ୍ଷାତ ବ୍ରହ୍ମଜ୍ୟୋତି କରନ୍ତି ଋଷିମାନେ ସ୍ତୁତି। ହେ ପ୍ରାଣୀଙ୍କର ଆତ୍ମାଭୂତ ଆତ୍ମା ଯେ ପରମାତ୍ମା ଭୂତ। ହେ ନାରାୟଣ ହେ ଅଚ୍ୟୁତ ହେ ସନାତନ ହେ ଅନନ୍ତ। ହେ ଦାମୋଦର ହେ ଜଗେଶ ହେ ଯୋଗେଶ୍ୱର ତ୍ରିଲୋକେଶ। ହେ ଜଗନ୍ନିବାସ ଗୋବିନ୍ଦ ହେ ମାୟାବୃତ ନିତ୍ୟାନନ୍ଦ। ଦେବାଧିଦେବ ହେ ମାଧବ ମାହାତ୍ମ୍ୟଭୂତ ଦେବ ଦେବ। ଦୟା କରିବ ଚକ୍ରଧର ହେ ଦୁଷ୍ଟ ବିଷୟୁଦ୍ଧାର। ହେ ଧ୍ୟାନମୟ ଧ୍ୟାନ ଥିବ ଅପନ୍ତା ଗତି ନିଷେଧିବ। ସ୍ତୁତିରେ ହୋଇଣ ସନ୍ତୋଷ କହନ୍ତି ପ୍ରଭୁ ଜଗଦୀଶ। ହେ ବ୍ରହ୍ମାପୁତ୍ରେ ବର ମାଗ ଯହିଁ ଉପଜୁ ଅଛି ରାଗ। ଋଷିରୁବାଚ ଯେବେ ସନ୍ତୋଷ ହେଲେ ହରି ଆମ୍ଭର ହିତ ଅବଧାରି। କହିବି କିଛି ବ୍ରତ କଥା ଯେ ସ୍ୱର୍ଗ ମୋକ୍ଷ ଫଳଦାତା। ସେ ଧନ ଧାନ୍ୟ ପ୍ରଦ ଗୁଣ ଆତ୍ମା ସନ୍ତୋଷ ପ୍ରଦ ପୁଣ୍ୟ। ଅଳ୍ପ ଆୟାସ ବହୁ ଫଳ ବ୍ରତ ମାନଙ୍କେ
विष्णुवाच फाल्गुन शुक्ल पक्षे जेबे द्वादशी पुष्या युक्त हेबे से हेब महापुण्यदानी महापातक विनाशिनी तहिरे विशेष विधान अछि कहिबारु श्रीगण आमलकीर मूल देशे जागर देवा उपवासे सर्वपापरु मुक्त होई धेनु सहस्र फल पाई से सुना चरण सहरी जे बापा षाण्ड दुराचारी बेपर दारांक दुष्कृत त्यक्ता मर्यादा जे पतित जे गुरुद्वार पदर्शक जे अबा साधुक दूषक एमाने अन्य पापी अबा जेबे व्रत करे सेवा से मूढ़मती पुण्य देई नाना नरकु धरई ए व्रत प्रति गौतम हे विप्र कहिले राम एथि अच्युत पूजा विष्णु लोकरु च्युत नहि ऋषि उवाच ए व्रत माहात्म्यकु शुणि ऋषिए पचारन्ति वाणी कह कि विधि रे व्रत केउ विधि रे समाप्त कि मंत्र एथि कि संस्कार ए पूजा केउ देवतार कि रूपे दान बा स्नान कि अबा पूजार विधान यथा तथ्यर स्नान मंत्र कहिबा जे अर्चना मंत्र विष्णु उवाच ऋषि मानक प्रश्न पाई कहन्ति विधि लक्ष्मी साई एकादशी रे निराहारे रही भुंजिबा द्वादशी रे हे रूपे संकल्प आचरी यथा तत्वरे स्नान करी प्रथमे मूर्ति कालेपन करी करिब शुद्ध स्नान नदी रे अबा तडागरे उपरे अथवा गृहरे नियत सूचि मंत्र हेब मूर्तिका मंत्र उच्चारिब हे आम्भ सबु जन्तुंकर तुमे जीवन रक्षा कर से दौभिद जन्तुंकर जे गतिर समान कर ताहांको मोर नमस्कार जे सूच अति असुचिर तुम्भरे करुअछि स्नान मते होइब सुप्रसन्न देव खातवा प्रश्रवण नदी गंगादि तीर्थगण एथि स्नान रे जेउ फल मिलिब हेब सुनिश्चल ए मंत्र बोली करी स्नान विशुद्ध करी बटी मन गृह को जाई जपम करी जे उपचार मान ये नई आमर की जीव से स्थाने संस्कार करिब स्थापिब पूर्व मंत्र करी अव्रण कुंभ को विचारी जे पंचरत्न
छत्रपाणः जुगयुक्त सुशीतल चंदन चर्चित ग्रीवालंबित मालावृत धात्रीरहे वसुमंत्रित कुंभ उपरे हेबा पात्र जे बोला जे प्रसुरित तही उपरे स्थापी व्रती स्वर्ण परशुराम मूर्ति प्राण प्रतिष्ठा विधि सारी पूजा करिब जे विचारी देवाधिदेवाय उच्चारी भक्त संजोग मन करी शुभ फल जे अर्घ्य भरी देवसेन मंत करी नमस्ते देव देव ईश नमस्ते जमदग्न वेश हे देव एमर्घ्य तय घेनन्तु आमल किसह मंत्र उच्चारी अर्घ्य देव जे रूपे तृप्ति हेबे देव भक्ति रे चित्त युक्त करी रात्र रे जागर आदरी नित्य बादित गीत जोड़ी किबा श्री भागवत पढ़ी कियबा धर्म ज्ञान करी नेबये सुभद्रा सर्वरी आनंदे विष्णु नाम मान हरि करिब प्रदक्षिण अष्टविंशति अष्टोत्तर शतनाम आमर कीर प्रातरे होई महामना करिब हरि आराधना विप्रंकु आसने उभारी पंचोपचारे पूजा करी करिब सबु निवेदन जेतहि उपचार मान परशुराम रूपी हरि प्रीत हुअन्ति बोली करी छत्रपनः वस्त्रयुक्ते जामदग्न्यको देवहस्ते ब्राह्मण प्रति वाक्य मागी देव दक्षिणा यथा भागी आमल कि छुई जानी करिब प्रदक्षिण पुणी स्नान करिण विधान रे प्रवर्ति विप्र भोजन रे बंधु कुटुंब संगे घेनी भुंजीब हविष्यान जानी एरूपे विधि जानी करी जे आमल कि आचरी से सर्व यज्ञ दान कला सकल पुण्य को पाइला एमंत ऋषि जे कही अदृश्य हेले लक्ष्मी साई ए सर्व व्रत उत्तम कहिले जे अबानियम एरूपे व्रत आचरी जाई सर्वदा नर हरि साक्षाते विष्णु ठारू शुणी कले व्रत सर्वमुनि सर्वपातक प्रमोचन हे व्रत दुराधर्ष जान कर ए व्रत हे मान्धात कहन्ति अरुन्धति कान्त इति श्री ब्रह्मांड पुराणे फाल्गुन शुक्ला अमलक्य एकादशी महात्म्य नाम अष्टम अध्याय हरि शरणं हरि शरणं हरि शरणं
शरणं बाबा शरणं बाबा शरणं बाबा शरणं। श्री विष्णु का स्तुति। नमस्ते पुरुषोत्तम माधव मुरारी, परम ब्रह्म पराकर अंतर्जामी हरि। किछि नथिला देव महाप्रलय रे, एकमात्र तुम्हे थिल अनंत सचारे। कुंभकर्णरु पुरुषे होइला संभूत, मधुकैटभ बोली ता नाम हेला ख्यात। प्रलय जल ताहाकु हेला आंठुआणी, लक्ष्मी को बोलते सेही मूढ़ कटुबाणी। हाड़ सहिते ताहार मांस फिंगी देले, मद परी करी ताकू जड़े पकाइले। तेणु मेदिनी होइला पृथ्वीर नाम, उत्पत्ति प्रलय कर्ता तुम्हे जनार्दन। जय जय भगवान जय मधुहारी, जय आदि अवतारे मत्स्य रूपधारी। नमस्ते मोहिनी रूपी सुंदर नाशन, नम कूर्म अवतार मंदर धारण। नमस्ते वराह पृथ्वी दंतग्रेधरी, नृसिंह रूपे हिरण्यकशिपु विदारी। देवों को बोले काश्यप कोले जात एल, बामन रूपे बढ़ी पाताले रखिल। पृथ्वी रे क्षत्रिय वंश बहुत बढ़िले, दान जग यज्ञ बिना अन्याय मातिले। से हेतु परशुराम रूप को धइल, क्षत्रि करी पृथ्वी रे जणे न रखिल। जगत रहिते प्रभु तुम्भर जन्म, तुम्भ तहु अन्य केहि नाही त्रिभुवन। सर्वजीवे सर्वकाले रक्षक आपण, तुम्भर प्रसादे स्वर्गे भोगे देवगण। नमो नमो नारायण ब्रह्म सनातन, संसार हेतु तुम्हें हुओ अवतीर्ण। तुम्हें आदि तुम्हें मध्य तुम्हें अंत रूपे, सकल जगत भरी अछलो मकूपे। तुम्हें इंद्र तुम्हें चंद्र तुम्हें दिवाकर, आकाश पाताल तुम्हें दीर्घ कलेवर। आत्मा रूप चराचर जीवे तब स्थिति, तब तत्व जानिबारे नाही क्या सकती। दया कर जारे तुम्हें सबु से पारई, तेणु दयामय नाम भवे विस्तारई। कलिजुग भाग देखी होइल मौन, उठ उठ महाबाहु फेर मनयन। आकुले डाकुची प्रभु मोर कथा शुण, चरण तले शरण लोड़ुअछि दिन। चरण तले शरण लोड़ुअछि दिन, चरण तले शरण लोड़ुअछि दिन।